ଚାରି ଅଧ୍ୟାୟ 1 ପଦରେ ଲେଖାଯାଏ, ଅତଏବ ଆସ ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ। ଏଠି କଣ ପାଇଁ ଆମେ ସାବଧାନ ହେବା ଯେ ଆମମାନଙ୍କର ଜୀବନ ଏମିତି ଦେଖାଯାଉଛି କି ସେଇ ଅନନ୍ତ ରାଜ୍ୟରେ ସେଇ ବିଶ୍ରାମ ସ୍ଥାନରେ ପ୍ରବେଶ କରିବାରୁ ଆମେ ବଞ୍ଚିତ ହେଲା ଭଳିଆ ଦେଖାଯାଉଛୁ କି? ଟିକେ ଆମେ ଗୁରୁତ୍ୱ ଭାବରେ এই ଅଂଶକୁ ଆମେ ଚିନ୍ତା କରୁ। ଆମେ ଜଣକୁ ଦେଖି ଜାଣିପାରୁଛୁ ଯେ ସେ କି ପ୍ରକାର ଅଛି, କୋଉ ବିଷୟରେ ଆକ୍ଟିଭ ଅଛନ୍ତି, ସବୁ ବିଷୟ ଆମେ ଜାଣିପାରୁଛୁ। ସେ କୁଆଡ଼େ ଯାଉଅଛି, ହଁ ସେ ଦୋକାନ ଯାଉଛି, ସେ ବ୍ୟବସାୟ କାର୍ଯ୍ୟରେ ଯାଉଅଛି, ଆଉ ସେ ଚାକିରି କାମରେ ଯାଉଛି, ଆମେ ଜାଣିପାରୁଛୁ। କିନ୍ତୁ ସ୍ୱର୍ଗକୁ ଯିବା ତାଙ୍କ ଜୀବନରେ କଣ ସେମିତି ଦେଖାଯାଉଛି?